ପାହାଡ଼ର ସେପଟେ ହେଉଛି ଆମର ଚନ୍ଦକା, ଯେଉଁଟାକି ଆମ ରାଜଧାନୀ ଭୁବନେଶ୍ୱରକୁ ସଂଲଗ୍ନ। ମରିଗଲେ ତ ମରିଯିବା ଯୋଗୁଁ ଏଇ ଘରଟି କାର୍ଯ୍ୟ ଯାହା ହେଇଥିଲା ବନ୍ଦ ହେଇଗଲା। ଉପରକୁ ଜଷ୍ଟ ଗଲେ ସେଇ ଘରଟି ଅଛି। ଆପଣ ଦେଖିପାରିବେ ପତ୍ର ବି ଯଦି ଏମିତି ଖଡ଼କିନି ହେଇଛି ତାର ସାଉଣ୍ଡ କେମିତି ଆସିବ ଶୁଣିପାରିବେ। ଉପର ଗୁଡ଼ା ତ ଆମେ ସବୁ ଦେଖିକି ଆସିଲେ, ବର୍ତ୍ତମାନ ଭିତରକୁ ନେଇକି ଦେଖିବାକୁ ଚେଷ୍ଟା କରିକି ଆପଣ ଦେଖନ୍ତୁ। ବନ୍ଦ କରିଦିଆଗଲା ଅଧାରୁ। ଆପଣ ଆସିଲେ ଏସବୁ ଜିନିଷ ଦେଖିପାରିବେ। ଟାଇପ୍ର କିଛି କରାହେଇକି ତା ଦେହରେ କାଚ ଲଗା ହେଇଥିଲା। ତ ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ଦର୍ଶକ ବନ୍ଧୁ, ମୋ ପଛପଟେ ଦେଖିପାରିବେ ବହୁତ ସାରା ଲମ୍ବା ପାହାଡ଼ ଅଛି। ଆଉ ଠିକ୍ ସେ ପାହାଡ଼ ଉପରେ କେମିତି ବାଦଲ ଛାଇକି ଅଛି, ମାନେ କିଛି ଜାଗାରେ ଖରା, କିଛି ଜାଗାରେ ଛାଇ। ତ ମୁଁ ଗୋଟେ ବହୁତ ସୁନ୍ଦର ଜାଗାରେ ଅଛି। ଏଉଠୁ ଯେଉଁଟାକି ଆମ ରାଜଧାନୀ ଭୁବନେଶ୍ୱରରୁ 25ରୁ 30 କିଲୋମିଟର ଗଲେ ଗୋଟେ ଏମିତି ଏକ ଐତିହାସିକ ଆଉ ରହସ୍ୟମୟ ରୋମାଞ୍ଚକର ଜାଗା ଅଛି, ଯାହାକି ଆମ ଇତିହାସରେ ବହୁତ କିଛି ଜିନିଷକୁ ସେ ଲୁଚେଇକି ରଖିଛି। ତ ଦର୍ଶକ ବନ୍ଧୁ, ଆପଣମାନେ ଭାବୁଥିବେ ଯେ କ'ଣ ଐତିହାସିକ ଆଉ ରୋମାଞ୍ଚକର ଜାଗା। ସେଇଠି ଗୋଟେ ରାଜଉଆସ ଅଛି, ଯେଉଁଠିକି ଆମର ଡମପଡ଼ାର ରାଜା ଶିକାର କରିବାକୁ ଯାଆନ୍ତି କୁହନ୍ତି। ସେ ଜାଗାଟି ବା ସେଇ ଉଆସଟି ଏବେ ବି ଅଛି ଏବଂ ସେଇଟା ଏକ ଅଭିଶପ୍ତ ହେଇଯାଇଛି। ମାନେ ସେଇ ଜାଗାରେ ରାଜାଙ୍କର ପୁଅ ଦୁର୍ଘଟଣାବଶତଃ ମରିଯାଇଥିଲେ। ତ ଜାଗାଟି ବର୍ତ୍ତମାନ ଏବେ ବି ସେମିତି ଛିଡ଼ା ହେଇକି ଅଛି। ଆଉ ଏଇ ଜାଗାଟିକୁ ଆପଣମାନେ ବହୁତ ଲୋକ ଜାଣିନଥିବେ। ତେଣୁ ସେଇ ଜାଗାଟିକୁ ମୁଁ ଯାଇକିରି ବହୁତ କିଛି ଯେଉଁ ଇତିହାସ ଲୁଚିକି ଅଛି ତା ଦେହରେ ବା ଐତିହ୍ୟ ଲୁଚିକି ଅଛି ସେଗୁଡ଼ାକୁ ସବୁ ଦେଖେଇବି। ଭିଡ଼ିଓଟି ବହୁତ ଜବରଦସ୍ତ ହେବ ଆଜିର। ତ ଭିଡ଼ିଓଟିକୁ ଜମା ଅଧାରୁ ପଳାନ୍ତୁନି, ପୁରା ଫୁଲ୍ ଦେଖନ୍ତୁ। ଯିବା ଆଗରୁ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ବି ଭୁଲନ୍ତୁନି। ତ ଚାଲନ୍ତୁ ଯିବା, ଡେରି ନ। ଏପଟେ ଗଲେ ସିଧା କଟକକୁ ରାସ୍ତା। ଆମେ ସେପଟେ ନ ଯାଇକି ଏଇପଟେ ଭାଙ୍ଗି ଦର୍ଶକ, ଏଇ ଯେଉଁ ରାସ୍ତାଟି ଏଇଟା ଆମର ସିଧା ବାଙ୍କିକି ଯାଇଛି। ଏଠି ଲେଖା ହେଇଛି କାଳିକା ପ୍ରସାଦ। ଆମକୁ ଏଇଠୁ ଡାହାଣକୁ ଯିବାର ଅଛି। ମେନ୍ ରୋଡ଼ରୁ ଆମକୁ ଡାହାଣକୁ ଯିବାର ଅଛି। ଫାଇନାଲି ମୁଁ ପହଞ୍ଚିଗଲି ଆଜିର ଆମର ଯେଉଁ ଡେଷ୍ଟିନେସନ୍ ଅଛି, ଯେଉଁଠିକି ମୁଁ ଆସିଛି, ଯାହାକି ଆମର ବାଙ୍କି ପାଖାପାଖି ଗଲାବେଳକୁ ପଡ଼ିବ। ତ ଏଇ ଭିତରେ ମୁଁ ଦେଖନ୍ତୁ ଏଇ ଯେଉଁ ଗେଟ୍ ଲାଗିଛି, ସେଇ ଗେଟ୍ ଭିତରେ ଆଜିର ଆମର ଡେଷ୍ଟିନେସନ୍ ଅଛି। ଆଉ ଆ ଭିତରେ ବହୁତ କିଛି ଜିନିଷ ଯେଉଁଟାକି ଐତିହାସିକ ଜିନିଷ ଲୁକାୟିତ ଅଛି। ମୁଁ ଭିତରକୁ ଯାଇକି ଡିଟେଲ୍ସ ଆପଣଙ୍କୁ ଦେଖେଇବି। ଭିଡ଼ିଓଟି ବହୁତ ଜବରଦସ୍ତ ହେବ, ଜମା ଆଧାର ପଳାନ୍ତୁନି, ପୁରା ଫୁଲ୍ ଦେଖନ୍ତୁ। ଆଜି ଆପଣଙ୍କୁ ବହୁତ କିଛି ଜିନିଷ ନୂଆ ଦେଖିବାକୁ ମିଳିବ ଏବଂ ଜାଣିବାକୁ ମଧ୍ୟ ମିଳିବ। ତେଣୁ ଡେରି ନକରି ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ବି ଭୁଲନ୍ତୁନି। ଆଉ ଆ ଭିତରେ ବହୁତ ସାରା ଜିନିଷ ଅଛି, ବହୁତ ସାରା ରହସ୍ୟ ଅଛି। ଆମର ଡମପଡ଼ା ରାଜା ଥିଲେ, ତାଙ୍କର ଏଇଟା ଯେତେବେଳେ ସେଠି ଯେହେତୁ ପାଖରେ ମହାନଦୀ ଅଛି, ସେ ନୌକା ବିହାର କରିବାକୁ ଆସନ୍ତି। ତାଙ୍କର ରହିବା ଲାଗି କି ଯେଉଁ ଶିକାର କରିବାକୁ ଆସନ୍ତି, ରହିବା ଲାଗି ଏଇ ଘରଟି ସେତେବେଳେ ହେଇଥିଲା। ଆପଣ ଦେଖିପାରିବେ ବହୁତ ପୁରାତନ ଘର, ଇଏ ମାନେ ଶହ ଶହ ବର୍ଷ ପୁରୁଣା ଘର। ଦେଖିପାରିବେ ସେତେବେଳେ ଆମର ଯେଉଁ ସ୍କାଇଲାଇଟ୍ ହେରିକା ସିଷ୍ଟମ ନଥିଲା। ଦେଖନ୍ତୁ ସେତେବେଳେ ଏଇ ଟାଇପ୍ର କିଛି କରାହେଇକି ତା ଦେହରେ କାଚ ଲଗା ହେଇଥିଲା, ଯେମିତିକି ଲାଇଟ୍ ଯିବା ଆସିବା କରିପାରିବ ଘର ଭିତରକୁ। ଆଉ କେତେ କୋଟି କମ୍ ମାନେ କାରୁକାର୍ଯ୍ୟ ଏଠି କରାହେଇଛି ଆପଣମାନେ ଦେଖିପାରିବେ। ଦର୍ଶକ ବନ୍ଧୁ, ସେପଟେ ତ ମୁଁ ଆପଣଙ୍କୁ ରାଜାଙ୍କର ଗୋଟେ ଉଆସ ଟାଇପ୍ର ଦେଖେଇଲି। ଆଉ ଏପଟେ ଆପଣ ଯେଉଁଟା ଦେଖୁଛନ୍ତି, ଏଇଟା ବି ଉଆସଟି ବନା ହେଉଥିଲା, ଯେଉଁଠିକି ରାଜାଙ୍କର ପୁଅ ରହିବା ଲାଗି ଏଇଟା ବ୍ୟବସ୍ଥା କରାହେଇଥିଲା। ଯେହେତୁ ସେ ତାଙ୍କର ଯେତେବେଳେ ଛୋଟ ଥିଲେ, ତାଙ୍କର ପାଠ ପଢ଼ାଠୁ ଆରମ୍ଭ କରିକି ସମସ୍ତ ପ୍ରକାର ଯେଉଁ ଯୁଦ୍ଧ ବିଦ୍ୟା, ଅସ୍ତ୍ର ବିଦ୍ୟା, ଏଗୁଡ଼ା ସବୁ ଶିକ୍ଷା ଦିଆ ହେଉଥିଲା ପୁରାତନ କାଳରେ। ତ ସେ ଏଇଠି ରହିକିରି ଶିକ୍ଷା କରିବାକୁ ଏଇଟା ବନା ହେଉଥିଲା। ବଟ୍ ଗୋଟେ ଅନଫର୍ଚୁନେଟଲି ନ୍ୟୁଜ୍ ଯାହା ମୁଁ ଲୋକମାନଙ୍କଠୁ ବା ଲୋକାଲ ସ୍ଥାନୀୟ ବାସିନ୍ଦାଙ୍କଠୁ ବୁଝିଲି ଯେ ରାଜାଙ୍କର ପୁଅ ଏଠୁ ପାଣିରେ, ବା ଯେହେତୁ ମହାନଦୀ ଏଠି ବହୁତ ପାଖରେ ଅଛି, ମୁଁ ଆପଣଙ୍କୁ ଦେଖେଇବି ଭିଡ଼ିଓ ଆଗକୁ, ବୁଡ଼ିକି ମରିଗଲେ। ତ ମରିଯିବା ଯୋଗୁଁ ଏଇ ଘରଟି କାର୍ଯ୍ୟ ଯାହା ହେଇଥିଲା ବନ୍ଦ ହେଇଗଲା। ତ ଆପଣ ଦେଖିପାରିବେ ଇଏ ସେହି ଶହ ଶହ ବର୍ଷ ପୁରୁଣା ଘର, ଯାହାକି ଏବେ ବି ମଧ୍ୟ ଅଛି। ଏକ୍ଜାକ୍ଟଲି ଆମେ ଭିତରକୁ ମଧ୍ୟ ଯାଇକି ଦେଖିବା, ଚାଲନ୍ତୁ। ଛାତ ବି ପଡ଼ିଥିଲା ସେତେବେଳେ, ପଥରରେ ଏଗୁଡ଼ା ସବୁ ବନା ହେଇଥିଲା, ପ୍ଲସ୍ ଇଟାରେ ମଧ୍ୟ ବନା ହେଇଥିଲା। ବହୁତ ପରିତ୍ୟକ୍ତ ଅବସ୍ଥାରେ ଏବେ ବି ଅଛି। ଏଇପଟେ କୋଠରୀ ଗୁଡ଼ିକ କୋଉ ଟାଇପ୍ର ବନା ହେଇଥିଲା ଆପଣ ଦେଖନ୍ତୁ।
ମାନେ ଶହ ଶହ ବର୍ଷ ପୁରୁଣା ହେଲେ ବି ସେତେବେଳେ ଆମର ଯେଉଁ ସିମେଣ୍ଟ ଟାଇପ୍ର ବନା ହେଉଥିଲା ଯେଉଁଟାକି ଚୂନ ମାଟିରେ ଦେଖନ୍ତୁ ସେ କେତେ ଷ୍ଟ୍ରଙ୍ଗ ଅଛି। କାହିଁକିନା ଆର ଦେଖନ୍ତୁ କୌଣସି ଜାଗାରେ ଇଏ ପ୍ଲାଷ୍ଟର କିଛି ହେଇନି। ଜଷ୍ଟ ଆପଣଙ୍କର ଇଟାରେ ଏଗୁଡ଼ା ଯେଉଁ ଆମର ମାଟି ଇଟା ଯାହାକୁ କହନ୍ତି ମାଟିରେ ତିଆରି ଥିବା ଯେଉଁ ନାଲି ଇଟା ବା ମାଟି ପୋଡ଼ା ଇଟା ସେ ଇଟାରେ ଯେଉଁ ଟାଇପ୍ର ବନା ହେଇଥିଲା। ଉପରକୁ ଯିବାକୁ ଗୋଟେ ରାସ୍ତା ଥିଲା ମାନେ ଅଲରେଡ଼ି ବନା ହେଇଛି ଏଇଟା ଉପରକୁ ଯିବାକୁ ଉପର ମହଲାକୁ। ଆଉ ଚେଷ୍ଟା କରିବା ଉପର ମହଲାକୁ ଯିବାକୁ। ଉପର ମହଲାଟା ପୁରା ଅନ୍ଧାର ଟାଇପ୍ର ହେଇଛି। ତ ଦର୍ଶକ ବନ୍ଧୁ ମୁଁ ଆପଣଙ୍କୁ ଯେମିତି କହିଥିଲି এই ଜାଗାରେ କେହି କାଉ କୋଇଲି ନାହାନ୍ତି। ଆପଣ ଦେଖିପାରିବେ ଗୋଟେ ପତ୍ର ବି ଯଦି ଏମିତି ଖଡ଼କିନି ହେଇଛି ତାର ସାଉଣ୍ଡ କେମିତି ଆସୁଛି ଶୁଣିପାରିବେ। ତ ପୁରା ଭୟାନକ ଡରାବନା ଅଛି ଯେଉଁଟା ଟିକେ ଭୟଭୀତ ଲାଗୁଛି ମନରେ, କାହିଁକିନା କେହି କେଉଁଠୁ ନାହାନ୍ତି। ଫିର୍ ବି ଏଇ ଉପରେ ଗୋଟେ ଘର ଅଛି ଯେଉଁଟାକି ଆମେ ଉପରକୁ ଯିବା। ମୁଁ ଆପଣଙ୍କୁ ଦେଖେଇବି ଉପରକୁ ଜଷ୍ଟ ଗଲେ ସେଇ ଘରଟି ଅଛି। ଦେଖନ୍ତୁ ମୁଁ ଚଢ଼ିକି ଯାଉଛି। ଏଇଟା ହେଉଛି ସେଇ ପାହାଚରେ ଚଢ଼ିକି ଯାଉଛି। ଅନ୍ଧାର ତ ପୁରା ଅଛି ଦେଖନ୍ତୁ। ଫିର୍ ବି ମୁଁ ଟିକେ ଚେଷ୍ଟା କରିବି ଲାଇଟ୍ ପକେଇକିରି ତା ଭିତରର ଦୃଶ୍ୟ ଦେଖିବାକୁ, କାହିଁକି ନା ଏଠି ଟିକେ ଆପଣ ସଜାଗ ଥିବେ। କାହିଁକି ନା ଦେଖିପାରିବେ ଗୋଟେ ବହୁତ ବଡ଼ ବାଦୁଡ଼ିଟେ ଉଡ଼ିକି ପଳେଇଲା। ଯେହେତୁ ବହୁତ ଦିନ ହେଲାଣି ବନ୍ଦ ଅଛି ତ ଆପଣ ଦେଖିପାରିବେ এই ଟାଇପ୍ର କିଛି ଦୃଶ୍ୟ ରହୁଛି। ଆଉ ଭିତରକୁ ଯିବାଟା ଠିକ୍ ଲାଗୁନି। ଏପଟେ ବି ଆହୁରି ଅଛି, ଯିବାକୁ ଚେଷ୍ଟା କରୁଛି ମୁଁ ଦେଖେଇବାକୁ। ବହୁତ ବଡ଼ କୋଠରୀ, ବହୁତ ବଡ଼ ଉଆସ ଟାଇପ୍ର ବନା ହେଇଥିଲା। ଠିକ୍ ଏଇପଟେ ବି ଗୋଟେ ଏମିତି ସିଡ଼ି ପାହାଚ ହେଇଛି ଉପରକୁ ଯିବାକୁ। ଉପରେ ଯାଇକି ଆମେ ଦେଖିବା କ'ଣ ସବୁ ଅଛି। ଆଉ ଏଠି ଏତେ ନିସ୍ତବ୍ଧ ଅଛି, ନିରଳା ଅଛି, ମାନେ କେବଳ ଆବାଜ ଗୁଡ଼ାକ ଶୁଣାଯାଉଛି। ବହୁତ ସୁନ୍ଦର ଭାବେ ଏଇଟା ବନା ହେଇଥିଲା। ଆଚ୍ଛା ଦେଖନ୍ତୁ ଦର୍ଶକ ବନ୍ଧୁ, ମୁଁ ଗୋଟେ ବହୁତ ଆଶ୍ଚର୍ଯ୍ୟ ଜିନିଷ ଦେଖାଉଛି। ଯେହେତୁ ଏଇଟା ରାଜାଙ୍କର ନୌକା ବିହାର ଯେତେବେଳେ ରାଜା କରୁଥିଲେ ତ ବା ଶିକାର କରୁଥିଲେ, ତ ସେତେବେଳେ ଏଇ ବିଲ୍ଡିଂଟି ବନା ହେଇଥିଲା। ଯେତେବେଳେ ରାଜା ଆସନ୍ତି ସେଠି ରୁହନ୍ତି। ଆପଣ ଦେଖିପାରିବେ ଚାରିପଟର ଜଙ୍ଗଲ ଅଛି। ଏଇ ଜଙ୍ଗଲରୁ ଯେଉଁ ପାହାଡ଼ ଜଙ୍ଗଲ ଅଛି ସେଇ ଜଙ୍ଗଲ ଭିତରେ ରାଜା ଶିକାର କରୁଥିଲେ। ଦେନ୍ ଏଇଟା ଯେହେତୁ ଏଠି ନଦୀର ଗୋଟେ ଗଣ୍ଡ ଥିଲା ତ ରାଜା ଏଇ ଜାଗାରେ ପର୍ଟିକୁଲାରି ନୌକା ବିହାର କରୁଥିଲେ। ଏଠି ରୁହନ୍ତି, ଶିକାର କରନ୍ତି ପାହାଡ଼ ଜଙ୍ଗଲରେ, ଆଉ ଏଇଠି ନୌକା ବିହାର କରନ୍ତି ବା ନୌକାରେ ବୁଲାବୁଲି କରନ୍ତି। ତ ସେଥିଲାଗି ଏଇଟା ରାଜପ୍ରସାଦଟି ବନା ହେଇଥିଲା। ଏପଟେ ଗୋଟେ ଫ୍ୟାକ୍ଟ୍ରି ହେଇଗଲାଣି ଅଲରେଡ଼ି, ଯେହେତୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କିଏ ଲୋକ ନେଇଥିବ, ଫ୍ୟାକ୍ଟ୍ରି ହେଇଯାଇଛି ଅଲରେଡ଼ି। ତ ଯେହେତୁ ରାଜାଙ୍କ ପୁଅ ଏଠି ରହୁଥିଲେ ଆଉ ଅକସ୍ମାତ କିଛି ଗୋଟେ ଦୁର୍ଘଟଣା ବଶତଃ ଯେତେବେଳେ ଏଇ ଘର ତିଆରି ହେଉଥିଲା ଆଉ ତାଙ୍କର ମୃତ୍ୟୁ ହେଇଗଲା ତ ଘର କାମଟି ବନ୍ଦ କରିଦିଆଗଲା ଅଧାରୁ। ଏଇଟା ବି ଗୋଟେ ବେଷ୍ଟ ସନସେଟ୍ ଭ୍ୟୁ ପଏଣ୍ଟ ଅଛି। ଆପଣ ଆସିଲେ ଏସବୁ ଜିନିଷ ଦେଖିପାରିବେ। ଅତି ସୁନ୍ଦର, ଅତି ମନୋରମ। ତ ଦର୍ଶକ ବନ୍ଧୁ ମୁଁ ଆପଣମାନଙ୍କୁ ଯେମିତି ଦେଖେଇଲି ତ ଉପରେ ଆମର ରାଜାଙ୍କର ଯେଉଁ ଉଆସର ଉପର ଭାଗଟି, ବର୍ତ୍ତମାନ ମୁଁ ତଳକୁ ଯାଉଛି। ଦେଖନ୍ତୁ ପାହାଚ ଏଇ ଟାଇପ୍ର କିଛି ହେଇଛି। ଏଇଟା ଗଲା ଆପଣଙ୍କର ଟପ୍ ଫ୍ଲୋର୍ ଏଇଟା। ଆଉ ବର୍ତ୍ତମାନ ତଳକୁ ରାସ୍ତାଟି ଅଛି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଯେଉଁଥିରେ କି ଏଠି ମଧ୍ୟ ଗୋଟେ ରଖାହେଇଛି ଜାଗାଟି ଯେଉଁଠିକି ଆପଣଙ୍କର ସନସେଟ୍ ଭ୍ୟୁ ପଏଣ୍ଟ ଦେଖିବା ଲାଗି ବହୁତ ସୁନ୍ଦର। ଆପଣ ଆସିଲେ ସବୁର ଉପଭୋଗ କରିପାରିବେ। ଆଉ ଏଇପଟେ କିଛି ବାଟ ଅଛି, ଆମେ ଯିବା। ମୁଁ ଆପଣଙ୍କୁ ଆହୁରି ଗୋଟେ ସୁନ୍ଦର ଭ୍ୟୁ ଦେଖାଉଛି। ଏଇଟା ହେଉଛି ମୋ ପଛପଟେ ଯେଉଁଟା ଦେଖୁଛନ୍ତି, ଇଏ ହେଉଛି ସେଇ ରାଜାଙ୍କର ରାଜପ୍ରସାଦ, ଯେଉଁଟାକି ବର୍ତ୍ତମାନ ଗୋଟେ ପରିତ୍ୟକ୍ତ ଅବସ୍ଥାରେ ଅଛି ବା ଗୋଟେ ଯେଉଁ ଆଜିକା ଡେଟ୍ରେ ଲୋକମାନେ ଏକ ଭୂତିଆଟା ମାନେ ରାଜଉଆସ ମଧ୍ୟ କହୁଛନ୍ତି। ଆଉ ଠିକ୍ ଏଇପଟେ ମୁଁ ଦେଖାଉଛି। ଦେଖନ୍ତୁ ମୁଁ ଯେମିତି କହିଥିଲି ଏପଟେ ରୁମ୍ସ ଅଛି ଯେଉଁଗୁଡ଼ାକି ଘର ବନା ହେଇଥିଲା ଆଉ ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟରେ ଏଇଟା ବନା ହେଇଥିଲା। ଆଉ ଠିକ୍ ଏଇ ରୁମ୍ର
गोटे झरका टाइप रा जो कि आपण माने डायरेक्ट महानदीर केते सुंदर व्यूटे पाइपर देखु सेपटे बहुत लंबा लंबा पहाड़ गुड़ाक अच्छी आउटे पूरा बालुका माने जो महानदीर बाली पूरा विस्तीर्ण आकार अच्छी। तो यहाँ पर्टिकुलारी यही जगह बनाई देखो देखु यहाँ हूँ आम से राजवास कि देखु केते सारा मद बोतल पड़ी माने बड़ टू आरंभ करी छोट छोट बहुत सारा पड़ी। आप भावतु जे आमर लोक मानकर चिंताधारा कौन एपटे गोटे दर्शक बंधु देखु से जो राजबाटी रे गोटे ऑलरेडी उस्त गछ हो गला आउटे मुझे बुझुली एपटे गोटे गुंफा भाया अच्छी जोटा कि अंडरग्राउंड चेष्टा करी जाई देखा आपको देखिपे बन जंगल कौ टाइप फिर भी चेष्टा करी दर्शक बंधु देखु या भितर गोटे दृश्य मुझे देखा अंडरग्राउंड टाइप केमती आउटे भितर को लेकिन भी देखेबी आपको देखिए भितर को लेकिन देखा चेष्टा कर देखु ये टाइप गुंफा सब अच्छी गुंफा सिस्टम एपटे अच्छी सेपटे भी अच्छी जे जीवा सेपटे जाइए देखा चेष्टा करवा बाट टी अलरेडी बंद कर दिया गला देखिपारे सब अंडरग्राउंड बा गुंफा अच्छी देखो ये टाइप से जो महलाटी छिड़ा लुहार स्ट्रक्चर बनाई आप देखिले। तो दर्शक बंधु ओभरअली कहबा गले यहाँ आम ओडार गोटे ऐतिह्य बहुत पुरातन इतिहास सहित जड़ित किंतु यार रक्षणाबेक्षण अवस्था आप देखिपारे रक्षणाबेक्षण करूँ दर्शक बंधु देखिपारे पछपटे से जो देखा जाऊँगी से जगह हूँ से जो राजबाटी जोटी की अभिशप्त राजबाटी मुझे पलि आसिले जहाँकि बहुत अतीतर बहुत किसी गाथा को से निज भितर लुचेक रखी। तो दर्शक बंधु यहाँ मोर आज एक छोट वीडियो जो गोटे कि डमपड़ा राजांकर गोटे राजप्रसाद उपरे जहाँकि एक ऐतिहासिक इतिहास प्रसिद्ध जगह चैनल नुआ थे जल्दी जल्दी चैनल को सब्सक्राइब करदे और वीडियोटी भल लगे लाइक और शेयर करने को जमा भूलें। पुणी देखा आउ एक नुआ जगार नुआ हिसाब से नमस्कार जय जगन्नाथ।